ଆସିକି ଲାଇନ୍ ଲାଗୁଛନ୍ତି ଅଫିସର କହୁଛନ୍ତି ଟଙ୍କା ଦିଆହବ ଟଙ୍କା ତ ବସ 12ଟା ପରେ ମନା କରୁଛି ଟଙ୍କା ନାହିଁ ବ୍ୟାଙ୍କରେ। ତେଣୁ 2 ଦିନ ପରେ ଆଜି କାଲି ହେଇଥାନ୍ତା ଷ୍ଟ୍ରାଇକ୍। କାଲି ଜାଣିକି ଆମେ ବନ୍ଦ କଲୁ, ବ୍ଲକକୁ କହିଲୁ ଯେ ସେ ଟଙ୍କା ଥୁଆ ଅଛି କାଲି ଆଜି ଦିଆହବ, କିନ୍ତୁ ଆଜି ଦେଖନ୍ତୁ 12ଟା ହେଲାଣି ଟଙ୍କା ନାହିଁ। ଏବେ କହୁଛନ୍ତି ଆମେ ଯିବୁ ମହାରାଷ୍ଟ୍ର ବ୍ୟାଙ୍କ ଟଙ୍କା ଆଣିଲେ ଟଙ୍କା ଦିଆହବ ଭତ୍ତା। କାହିଁକି ଗଭର୍ଣ୍ଣମେଣ୍ଟର ଥିଲା SBIରେ ପଇସା, ସେ କ'ଣ ପାଇଁ ମହାରାଷ୍ଟ୍ର ବ୍ୟାଙ୍କ ନେଇ ପିସି ଖାଇବା ପାଇଁ କ'ଣ ପାଇଁ ମହାରାଷ୍ଟ୍ର ବ୍ୟାଙ୍କ ଟଙ୍କା ଥୋଇଛନ୍ତି? ଯଦି ମହାରାଷ୍ଟ୍ର ବ୍ୟାଙ୍କ ଟଙ୍କା ନାହିଁ ଲୋକ ଗରିବ ଲୋକ କାହିଁକି ଏଇଥିପାଇଁ ଲୋକ ଷ୍ଟ୍ରାଇକ୍ କରୁଛନ୍ତି। ମାନେ ଭତ୍ତା ପାଇବା ପାଇଁ ହଇରାଣ ହେବା ଦ୍ୱାରା ଆମକୁ ବାଧ୍ୟ ହେଇକି ଆମେ ଆସି ପହଞ୍ଚିଲୁ ଏଠି। ସରକାର ଆମର କିନ୍ତୁ ଲୋକ ହଇରାଣ ହେଉଛନ୍ତି, କେହି ଶୁଣିବା ପର୍ଯ୍ୟନ୍ତ ଅଫିସର ଶୁଣିବାକୁ ପ୍ରସ୍ତୁତ ନୁହେଁ। ସେଇଥିପାଇଁ ଆମେ ଷ୍ଟ୍ରାଇକ୍ କରାହେଇଛି। ଟଙ୍କା ଆସିଲେ ସାଙ୍ଗେ ସାଙ୍ଗେ ଟଙ୍କା ଆସିଲେ ଆମେ ହଟେଇ ଦେବୁ ରାସ୍ତା। ଯେ ପଶି ଏଠିକି ଏଠି ମାନେ ରାସ୍ତା ହଟିବେ ନାହିଁ ଲୋକ ପବ୍ଲିକ। କୁହ ବଡମ୍ବା ନିଜିଗଡ଼ ଆଉ ଭତ୍ତା ସେ ଆସେ 3 ଦିନ ହେଲା ଦୌଡ଼ିଛୁ, କେବେ ଦଉନାହାନ୍ତି ଆସିକି। କହିଲେ 11ଟା ଆସିକି ଦବୁ, 11ଟା ଆସିକି 12ଟା ଆସିଗଲାଣି। ଅସୁବିଧା ହଉଛି ମାନେ ଲୁଚେଇକି ଖାଇବେ ବୋଲି ରଖୁଛନ୍ତି। ଆଗ ଜମା 1 ମାସରେ ଦେଇଛନ୍ତି। ତ୍ରିଲୋଚନ ପ୍ରଧାନ ଏଇ ଭତ୍ତା ସକାଶେ ଆମେ 4 ଦିନ ହେଲା ଦୌଡୁଛୁ ଏଠିକି। ଆମକୁ 17 ତାରିଖ ଦିନ କହିଲେ ଭତ୍ତା ଦିଆହବ ବୋଲି। 17ରେ ଆଇଛନ୍ତି, ତାଙ୍କର କ'ଣ ମା ମରିଗଲା କି କ'ଣ ବାଟରେ ଖସି ପଡ଼ିଲା ବୋଲି ସେ ଯିଏ ଟଙ୍କା ଧରିକି ଆଉଥିଲେ କହିଲେ ଆମେ ଦେଇପାରିବୁନି। ଫେରେ କହିଲେ 18 ଛୁଟି 19ରେ ଦେବୁ। 19ରେ ଦେଇଛନ୍ତି, ଆମକୁ ଫେରେ 10ଟା ସକାଳ ଆସିଲି ଯେ କହିଲେ ନା ଆମେ 20ରେ ଦେବୁ। 20ରେ କେମିତି କାଲି ଆଇଲୁ, ଫେରେ କାଲିକି ଦେବୁ। ଆମକୁ ଏଇ 4 ଦିନ ହେଲା ଆମେ ଦୌଡୁଛୁ। ଆମେ ଏଠି ଭୋକ ଉପାସ ଏଠି ପଡ଼ି ରହିଛୁ 4 ଦିନ ହେଲା। ଆମକୁ ଭତ୍ତା ଦେଉନାହାନ୍ତି। ଆଗରୁ ଆମେ ଆଜ୍ଞା ପାଉଥିଲୁ 10 ନବୀନ ଟାଇମରେ 10-15 ଆମେ ଭତ୍ତା ପାଉଥିଲୁ, କିନ୍ତୁ ବିଜେପି ଟାଇମରେ ଆମେ ପାଉଛୁ ବର୍ତ୍ତମାନ 10 ଦିନ 15 ଦିନ ପରେ ଆମେ ଭତ୍ତା ପାଉନୁ। ତାର ଠିକ ଠିକଣା ନାହିଁ। ଆମେ ଦୌଡ଼ି ଧରି ଆମ ଗୋଡ଼ ଚଳି ହେଲେ। ଏଠି ମୋ ପୁଅର ଆଜ୍ଞା ଗୋଟେ ଛୋଟଟେ, ତାର ଏଠି ଭତ୍ତା ବର୍ତ୍ତମାନ ଯାଇନି 2 ମାସ ହେଲା ଆଜ୍ଞା ବଢି। ଆଉ କ'ଣ ଆଜ୍ଞା ଆମେ ଏମିତି ଷ୍ଟ୍ରାଇକ୍ କରିବୁ, ଦେଖିବା କିଏ ଆସୁଛନ୍ତି ତାଙ୍କର ବୁଝନ୍ତୁ ଦେଖିବା। ଆଉ ଥାନା ବାଲା ଆଇଲେ ଆମେ ଏମିତି ଯିବୁନୁ, ଆମେ ତ ଏଠି ରହି ବସିବୁ ଆଜି ଭୋକ ଉପାସରେ ରହିବୁ। ଆଉ ଦେଖିବା ଆଜ୍ଞା ସେ କ'ଣ କରୁଛନ୍ତି।